ବିଜେପିରେ ଏବେ ଫାଟ ସୃଷ୍ଟି ହେଇଛି ଆଉ ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଏକ ଘରିକିଆ କରି ରଖିଛି। କାହିଁକି ନା ଆପଣମାନେ ଜାଣିଥିବେ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ, ଓଡିଶା ଗସ୍ତ ଆସିଥିଲେ, ଝାରସୁଗୁଡା ଆସିଥିଲେ, କିନ୍ତୁ କାଲି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଖିବାକୁ ମିଳିନଥିଲା ସେ ସଭାରେ। କାହିଁକି ନା ଯାହାକି ଶୁଣିବାକୁ ମିଳୁଛି ମୋହନ ମାଝୀ ଆଉ ମନମୋହନ ସାମଲଙ୍କ ମଧ୍ୟରେ ଯୋଉ ଏକତା ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସେ ଏକତା ଆଉ ଦେଖିବାକୁ ମିଳୁନାହିଁ, ଯାହା ଦ୍ୱାରା ବର୍ତ୍ତମାନ ଫାଟ ସୃଷ୍ଟି ହେଇଛି। ଆଉ ସେମିତି କୌଣସି ସଭା ସମିତିରେ ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକା ଯାଉନାହିଁ। କାହିଁକି ନା ଯାହାକି ଦିନେ ଓଡିଶା ବିଜେପିରେ ସର୍ବସଭା କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନକୁ ବିଜେପି କଣ କରିଛି ନା ଏକ ଘରକିଆ ଏକ କଣା କରିଦେଇଛି ସିଏ। କାହିଁକି ନା ଏଠି ପାୱାର ପଲିଟିକ୍ସ ଖେଳ ଖେଳିଛନ୍ତି ମନମୋହନ ସାମଲ ଆଉ ମୋହନ ମାଝୀ। କାହିଁକି ନା ଦିନେ ଏ ସରକାରକୁ ଆସିବା ପାଇଁ କେତେ ଧର୍ମେନ୍ଦ୍ର ପ୍ରଧାନ ମିଛ କହିଥିଲେ ଓଡିଶାବାସୀଙ୍କ ଆଗରେ ଯେ ଆମେ 300 ୟୁନିଟ ବିଜୁଳି ଦବୁ, ପ୍ରତି ମହିଳାଙ୍କୁ 1000 ଲେଖା ଟଙ୍କା ଦବୁ ପ୍ରତି ମାସ, ପ୍ରତି 2 ବର୍ଷରେ ଆମେ 50,000 ଲେଖା ସୁଭଦ୍ରା ଦବୁ। କିନ୍ତୁ ଏତେ କେତେ କଣ ସେ ମିଛ କହିଥିଲେ। ଶେଷରେ ବିଜେପି କଣ କଲା ନା ତାଙ୍କୁ ଏକ ଘରକିଆ କରି ରଖିଦେଲା। ଆଉ ବର୍ତ୍ତମାନ ଯାହାକି ଖବର ଆସୁଛି ସମ୍ପୂର୍ଣ୍ଣ ଭାବେ ମୋହନ ମାଝୀଙ୍କ ସହିତ ଯାହାକି ପଟୁ ନାହିଁ, ତାଳମେଳ ନାହିଁ ଧର୍ମେନ୍ଦ୍ର ପ୍ରଧାନଙ୍କର।